ମକର ରାଶିମାନଙ୍କ ପାଇଁ 1 ମାର୍ଚ୍ଚରୁ 15 ମାର୍ଚ୍ଚ କିପରି ରହିବ ଏହି ସମୟ ଆପଣମାନଙ୍କ ପାଇଁ ଚାଲନ୍ତୁ ଡିଟେଲ୍ସ ଜାଣିବା। ତ ଆପଣଙ୍କୁ ଏକରେ କହି ରଖିବି, ଆପଣଙ୍କୁ ଆଲର୍ଟ ରହିବାକୁ ପଡ଼ିବ, କୌଣସି ବି ଜିନିଷକୁ ଖିଆଲ କରିବାକୁ ପଡ଼ିବ। ମକର ରାଶିମାନଙ୍କର 2 ସପ୍ତାହ ଆଲର୍ଟ ରହିବାକୁ ପଡ଼ିବ ହେଲ୍ଥ ମାମଲାରେ, କାରଣ ଆପଣଙ୍କ ହେଲ୍ଥ ଇସ୍ୟୁ ରହିପାରେ ଏହି ସମୟରେ ଅଚାନକ। କେତୁ ଆପଣଙ୍କର 8th ହାଉସ୍ରେ ବସିଛି, ତ ଏହି ପ୍ଲେସମେଣ୍ଟ ସଡନ୍ ଇସ୍ୟୁର ସିଗ୍ନାଲ ଦେଇଥାଏ। ତ ଆପଣଙ୍କର କିଛି ନଥିବ, ହେଲେ ଆପଣ ଏମିତି ଦେହ ଅସୁସ୍ଥ ହୋଇଯିବ କି ଆପଣ ହସ୍ପିଟାଲରେ ମଧ୍ୟ ଚକ୍କର ଲଗାଇ ପାରନ୍ତି। କିଛି ଲୋକଙ୍କର ହେଲ୍ଥ କଣ୍ଡିସନ୍ ପାଇଁ ହସ୍ପିଟାଲ ଯିବାକୁ ପଡ଼ିପାରେ। ତ ଆରମ୍ଭରୁ ହିଁ କୌଣସି ଯଦି ଆପଣ ଶରୀରରେ ସିଗ୍ନାଲ ପାଉଛନ୍ତି ଆପଣଙ୍କ ଦେହ ଖରାପ ହେବାକୁ ଯାଉଛି, ତାକୁ ଇଗ୍ନୋର କରନ୍ତୁନି, ତାହାର ଯତ୍ନ ନିଅନ୍ତୁ, କାରଣ କେତୁ ଆପଣଙ୍କୁ ଏଇଠି ଧୋକା ଦେଇପାରେ, ଆପଣଙ୍କ ହେଲ୍ଥ ଇସ୍ୟୁ କରାଇପାରେ। ତ ଧନର ସ୍ଥିତି ଦେଖିବାକୁ ଗଲେ ଶନି 3rd ହାଉସ୍ରେ, ତ ଏହି ସମୟ ହେଉଛି ଆପଣଙ୍କ ସ୍କିଲ୍ ଟେଷ୍ଟ ନେଉଛନ୍ତି ଶନିଦେବ। ତ ଏହି ସମୟରେ ଆପଣ କିଛି ନୂଆ ଶିଖିବେ, ଜ୍ଞାନକୁ ଅର୍ଜନ କରିବେ ଓ ୱାର୍କ କ୍ଷେତ୍ରରେ ଆପଣଙ୍କୁ କାମ ଅଧିକ କଠିନ ଲାଗିପାରେ ଏହି ସମୟରେ, ଏହି 10-15 ଦିନ ଭିତରେ, କିନ୍ତୁ ଆପଣ ତାକୁ କରନ୍ତୁ, ପେଣ୍ଡିଂରେ ଛାଡ଼ନ୍ତୁନି। କୌଣସି ଲୋନ୍ ଆପଣଙ୍କୁ ଚିନ୍ତାରେ ପକାଇ ପାରେ। କର୍ଜ ଯଦି ଆପଣଙ୍କ ଉପରେ ଅଛି ତାହେଲେ ଆପଣ ଚିନ୍ତିତ ରହିପାରନ୍ତି କିପରି ଏହାକୁ ସୁଝିବେ, ଏହି ଚକ୍ରରୁ କିପରି ବାହାରିବେ, ସେଥିପାଇଁ ଆପଣ ପ୍ଲାନିଂ ମଧ୍ୟ କରିବେ। ତ ଏହି ସମୟରେ ଅନ୍ୟକୁ ସାହାଯ୍ୟ କରିବାରେ ଆପଣଙ୍କ ସମୟ ନଷ୍ଟ ହୋଇପାରେ, ଅଯଥାରେ ଆପଣ ଅନ୍ୟମାନଙ୍କୁ ସାହାଯ୍ୟ କରିପାରନ୍ତି ଏହି ସମୟରେ। ରିଲେସନସିପ୍, ଦାମ୍ପତ୍ୟ ଜୀବନ, ଲଭ୍ ଲାଇଫ୍ ବହୁତ ଭଲ ରହୁଛି ଏହି 15 ଦିନ, କିନ୍ତୁ କ୍ୟାରିୟରରେ ବହୁତ ଇମ୍ପୋର୍ଟାଣ୍ଟ ରହିବ। ଫିଲ୍ଡରେ ନୂଆ ନୂଆ ପ୍ରୋଜେକ୍ଟ ମିଳିବ ଓ ତାକୁ ଆପଣ ଗ୍ରହଣ କରନ୍ତୁ।